ମକର ସଂକ୍ରାନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ପାଳିତ ହେବ ପବିତ୍ର ମକର ସଂକ୍ରାନ୍ତିର ପାବନ ପର୍ବ। ଭଗବାନ ସୂର୍ଯ୍ୟନାରାୟଣଙ୍କର ଉତ୍ତରାୟଣ ଗତି ସହ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା ମହାଲକ୍ଷ୍ମୀ। ଦୀର୍ଘ 1 ମାସ ପୂର୍ବରୁ ପିତୃ ଆଳୟ ବା ପିତାଙ୍କ ଘର ବରୁଣଦେବଙ୍କ ଘରକୁ ଯାଇଥିବା ମା ମହାଲକ୍ଷ୍ମୀ ଜାକଜକମରେ ଫେରିବେ ଶ୍ରୀମନ୍ଦିରକୁ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଚଳିତ ବର୍ଷ ମକର ସଂକ୍ରାନ୍ତିର ଉତ୍ସବ 2026 ମସିହା ଜାନୁଆରୀ ମାସ 14 ତାରିଖ ଦିନ ପଡ଼ୁଅଛି। ଏହି ଦିନ ଦିବା 3 ଘଣ୍ଟା 13 ମିନିଟ୍ ସମୟରେ ସୂର୍ଯ୍ୟଦେବ ଧନୁ ରାଶି ପରିତ୍ୟାଗ କରି ମକର ରାଶିରେ ପ୍ରବେଶ କରିବେ। ତେଣୁ ଜାନୁଆରୀ ମାସ 14 ତାରିଖ ବୁଧବାର ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମନ୍ଦିରରେ ମକର ସଂକ୍ରାନ୍ତିର ଉତ୍ସବ ପାଳନ କରାଯିବ। ସମଗ୍ର ଭାରତ ବର୍ଷରେ ମକର ସଂକ୍ରାନ୍ତିର ଉତ୍ସବ ବିଭିନ୍ନ ରୀତିନୀତି ଭିତରେ ପାଳନ କରାଯାଇଥାଏ। ଦକ୍ଷିଣ ଭାରତରେ ମକର ସଂକ୍ରାନ୍ତିର ଉତ୍ସବ ପୋଙ୍ଗଲ ନାମରେ ପାଳନ କରାଯାଉଥିବା ବେଳେ ତାମିଲନାଡୁରେ ଏହି ଦିନକୁ ତାମିଲ ନବବର୍ଷ ରୂପେ ପାଳନ କରାଯାଏ। ଜ୍ୟୋତିଷୀୟ ଅର୍ଥରେ ଜାଣିବାକୁ ଗଲେ ଜଣାଯାଏ, ଗ୍ରହ ଜଗତର ରାଜା ସୂର୍ଯ୍ୟଦେବ ମକର ସଂକ୍ରାନ୍ତି ଦିନ ନିଜ ପୁତ୍ର ଶନିଙ୍କ ରାଶି ମକର ରାଶିରେ ପ୍ରବେଶ କରିଥାନ୍ତି। ତା ସହିତ ଦୀର୍ଘ 1 ମାସ ଧରି ଲାଗି ରହିଥିବା ଅଶୁଭ କାଳର ସମାପ୍ତ ହୋଇଥାଏ। ଏହି ଦିନଠାରୁ ସମଗ୍ର ଆର୍ଯ୍ୟାବର୍ତ୍ତରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟର ମଧ୍ୟ ଆରମ୍ଭ ହୋଇଥାଏ। ପୁତ୍ର ଶନିଙ୍କ ଘରେ ପିତା ସୂର୍ଯ୍ୟ ପ୍ରାୟ 1 ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି। ପୁତ୍ର ଶନିଙ୍କ ରାଶି ମକର ରାଶିରେ ସୂର୍ଯ୍ୟଦେବଙ୍କର ଅବସ୍ଥାନ କେଉଁ କେଉଁ ରାଶି ପାଇଁ ଶୁଭପ୍ରଦ ରହିବାର ସମ୍ଭାବନା ରହିଅଛି ତାହା ଆଗକୁ ଜାଣିବା। ଏବେ ଜାଣିବା ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ଉତ୍ସବ କିପରି ପାଳିତ ହୋଇଥାଏ। ମକର ସଂକ୍ରାନ୍ତିର ପୂର୍ବଦିନ ମା ମହାଲକ୍ଷ୍ମୀଙ୍କ ପ୍ରେରିତ ମକର ଭାର ଆସିଥାଏ ଶ୍ରୀମନ୍ଦିରକୁ। ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବିରାଜିତ ଶ୍ରୀବିଗ୍ରହମାନଙ୍କୁ ଫୁଲରେ ସଜ୍ଜିତ କରାଯାଏ। ଏହାକୁ ଫୁଲ ମେଳନ ବୋଲି କୁହାଯାଇଥାଏ। ମୁଣ୍ଡରେ ତୁଳସୀର ମକର ଚୂଳ ପିନ୍ଧି ମହାପ୍ରଭୁ ବଡ଼ ପ୍ରସନ୍ନ ଚିତ୍ତରେ ଦର୍ଶନ ଦେଇଥାନ୍ତି ଭକ୍ତମାନଙ୍କୁ। ଏହା ସହିତ ନବାଙ୍କ ବେଢ଼ା ପରିକ୍ରମ କରାଯାଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ମଦନମୋହନ ରତ୍ନ ସିଂହାସନକୁ 4.5 ଥର ପରିକ୍ରମା କରିବା ସହିତ ପାଲିଙ୍କିରେ ବସି ଶ୍ରୀମନ୍ଦିରର ଭିତର ବେଢ଼ା, ଯାହାକି କୁର୍ମ ବେଢ଼ା ନାମରେ ଖ୍ୟାତ, ତାକୁ ମଧ୍ୟ 4.5 ଥର ପରିକ୍ରମା କରିଥାନ୍ତି। ଉପସ୍ଥିତ ଅନନ୍ୟ ଭକ୍ତବୃନ୍ଦ ମଧ୍ୟ ପ୍ରଭୁଙ୍କ ସାଙ୍ଗରେ ବେଢ଼ା ପରିକ୍ରମା କରିଥାନ୍ତି। ଶାସ୍ତ୍ର ଅନୁଯାୟୀ ଶ୍ରୀବିଷ୍ଣୁଙ୍କୁ 3 ଥର ପରିକ୍ରମା କଲେ ସାଂସାରିକ ତ୍ରିତାପରୁ ମୁକ୍ତି ମିଳିଥାଏ ଏବଂ କଥିତ ଅଛି ବା ଲୋକାଚାରରେ 9 ଥର ପରିକ୍ରମା କରିଥିବା ଭକ୍ତଟିଏ ସାଂସାରିକ ଜ୍ୱାଳାରୁ ମୁକ୍ତି ପାଇଯାଇଥାଏ। ପୁନଶ୍ଚ ମକର ସଂକ୍ରାନ୍ତି ଦିନ ମା ମହାଲକ୍ଷ୍ମୀ ପଟୁଆରରେ ଆସି ଶ୍ରୀମନ୍ଦିର ସ୍ଥିତ ନିଜ ମନ୍ଦିରରେ ବିରାଜମାନ କରନ୍ତି। ପୂର୍ବ ଦିନଠାରୁ ଭୋଗ ମଣ୍ଡପ ଘରେ ଶୁଦ୍ଧପୂତ ଭାବରେ ରଖାଯାଇଥିବା ମକର ଚାଉଳ, ଯାହାକି ବିଭିନ୍ନ ସେବାୟତମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ, ତାହା ଅଣାଯାଏ। ପ୍ରସ୍ତୁତ ମକର ଚାଉଳକୁ ଘଣ୍ଟ, ଛତା ଓ କାହାଳିର ବାଦ୍ୟରେ ଶ୍ରୀମନ୍ଦିର ଭିତର ବେଢ଼ାରେ 3 ଥର ପରିକ୍ରମା କରାଇ ମହାପ୍ରଭୁଙ୍କ ପାଖରେ ନୈବେଦ୍ୟ କରାଯାଏ। ଏହି ଦିନ ଶ୍ରୀମନ୍ଦିରରେ ବିରାଜିତ ସମସ୍ତ ଦେବାଦେବୀଙ୍କୁ ସ୍ୱାଦିଷ୍ଟ ମକର ଚାଉଳର ଭୋଗ ମଧ୍ୟ ଲଗାଯାଇଥାଏ। ଶ୍ରୀମନ୍ଦିରକୁ ମା ମହାଲକ୍ଷ୍ମୀ 1 ମାସ ପରେ ଫେରିଥିବାରୁ ଏହି ଦିନ
ବଡ଼ ପ୍ରସନ୍ନ ଚିତ୍ତରେ ରହିଥାନ୍ତି। ଭକ୍ତଟିଏ ବିଶ୍ୱାସ ଓ ଶ୍ରଦ୍ଧାର ସହିତ ମା ମହାଲକ୍ଷ୍ମୀଙ୍କ ପାଖରେ ଯାହା ପ୍ରାର୍ଥନା କରିଥାଏ ତାହା ମାଙ୍କ ଦୟାରୁ ବହୁତ ଶୀଘ୍ର ପୂରଣ ହୋଇଥାଏ। ଚଳିତ ବର୍ଷ ଗ୍ରହ ନକ୍ଷତ୍ରମାନଙ୍କର ଅବସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ ସୂର୍ଯ୍ୟଦେବଙ୍କର ମକର ରାଶି ପ୍ରବେଶରେ ମକର ରାଶି, ମୀନ ରାଶି, ସିଂହ ରାଶି ଓ ବିଚ୍ଛା ରାଶି ଜାତ ବ୍ୟକ୍ତିଙ୍କର ଭାଗ୍ୟୋଦୟ ହେବାର ସୂଚନା ମିଳେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।